ହଁ ଆପଣମାନେ ଯେମିତି ଜାଣିଛନ୍ତି ଅଡ଼ବା ଥାନା ଏରିଆ କଟାମା ଗାଁର ଗୋଟେ ପାଣି ଟାଙ୍କି ପାଖରେ ଗତ 3 ତାରିଖ ସକାଳ ପ୍ରାୟ 5ଟା ବେଳକୁ ଗୋଟେ ଡେଡ୍ ବଡି ପଡ଼ିବାର ଦିଶିଥିଲା। ସେ ଡେଡ୍ ବଡିର ମଲ୍ଟିପଲ୍ ଇଞ୍ଜୁରୀ ଥିଲା, ଇନକ୍ଲୁଡିଂ ତାର ବେକରେ, ମୁଣ୍ଡରେ ଏବଂ ଅଦର ଭାଇଟାଲ ପାର୍ଟସରେ ବ୍ଲିଡିଂ ଇଞ୍ଜୁରୀ ଥିଲା। ତାପରେ ତାକୁ ଚିହ୍ନଟ କରିବା ପାଇଁ କିଛି ସମୟ ଲାଗିଥିଲା। କିଛି ସମୟ ପରେ ସେଠି ଯେଉଁ ତୁଆବାଡ଼ି ଗାଁ ଅଛି, ତୁଆବାଡ଼ି ଗାଁରେ ସେ ଲୋକର ଘର ବୋଲି ଜଣାପଡ଼ିଥିଲା ଏବଂ ଡିସିଜ୍ଙ୍କ ନାଁ ତିରିସିଂ ମୁଥା ମାଝୀ ବୋଲି ତାଙ୍କର ପରିଚୟ ମିଳିଥିଲା। ପରବର୍ତ୍ତୀ ସମୟରେ ତାଙ୍କର ସେ ମୃତକଙ୍କର ସ୍ତ୍ରୀଙ୍କର ଲିଖିତ ରିପୋର୍ଟ ଆଧାରରେ ଗୋଟେ କେସ୍ ରୁଜୁ ହୋଇଥିଲା। ସେ କେସ୍ର ଇନଭେଷ୍ଟିଗେସନ୍ କରିବା ପାଇଁ ଆମେ ଆମର ଡିଏସ୍ପି ଅମିତାଭ ପଣ୍ଡା ଏବଂ ଅଡ଼ବା ଆଇଆଇସି ଶୁଭ୍ରାନ୍ତ କୁମାର ପଣ୍ଡା ଏ ଦୁଇ ଜଣଙ୍କୁ ନେଇକି 2ଟି ଟିମ୍ ଆମେ ଗଠନ କରିଥିଲୁ। এই 2ଟି ଟିମ୍ ଯାଞ୍ଚ କରୁଥିବା ବେଳେ ଜାଣିବାକୁ ପାଇଥିଲେ ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି 4 ଜଣ ମୁଦଲା ସେ ମୃତକଙ୍କୁ ପୂର୍ବ ରାତିରେ ଗୋଟେ ମିଟିଂକୁ ଡାକିଥିଲେ। ସେ ମିଟିଂରୁ ସେ ଫେରିବା ରାସ୍ତାରେ ଏମାନେ ଜଗି ରହିଥିଲେ ଏବଂ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ଠେଙ୍ଗା ଗୋଜିଆ ଯେଉଁ ଠେଙ୍ଗା ଗୁଡ଼ାକର ଅଗ୍ରଭାଗକୁ ସେମାନେ ଗୋଜିଆ ଭାବରେ ତିଆରି କରିଥିଲେ ଅସ୍ତ୍ର ଭାବରେ ବ୍ୟବହାର କରିବା ପାଇଁ ଏବଂ ସେଇ ପଏଣ୍ଟେଡ୍ ଯେଉଁ ରହିଲା ଉଡେନ୍ ବ୍ୟାଟେନ୍ ଗୁଡ଼ାକ ସେଇଥିରେ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ପଥରରେ ମଧ୍ୟ ତାଙ୍କୁ ଛେଚିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳ ଠାରୁ ପ୍ରାୟ ପାଖାପାଖି 1 କିଲୋମିଟର ରାସ୍ତା ସେମାନେ ଅତି ନୃଶଂସ ଭାବରେ ବାଇକ୍ରେ ବାନ୍ଧିକିରି ତାଙ୍କୁ ରାସ୍ତାରେ ଘୋଷାରି ଘୋଷାରି ସେ ଡେଡ୍ ବଡିକୁ ଆଣିଥିଲେ ଏବଂ କଟାମା ଗାଁର ପାଣି ଟାଙ୍କି ପାଖରେ ପକାଇ ଦେଇଥିଲେ। ତଦନ୍ତ ପରେ ଆମେ ଆଜି 4 ଜଣ ଆସାମୀକୁ ଗିରଫ କରିଛୁ। ସେ ଆସାମୀମାନେ ହେଉଛନ୍ତି ସୁରେଶ ମାଝୀ, ସାମସନ ମଲ୍ଲିକ, ଏମାନେ ଦାହୁ ଗାଁର, ବ୍ରାହ୍ମଣୀ ଗାଁ କନ୍ଧମାଳ ଜିଲ୍ଲାର ଦାହୁ ଗାଁର, ସେଇଭଳି ମନୋଜ ମାଝୀ ଏବଂ ବିଶ୍ୱରଞ୍ଜନ ଉଥାନା ସିଂ ଏମାନେ ଅଡ଼ବା ଥାନା ଏରିଆର ପାଜିଗୁଡ଼ି ଓ ତୁଆବାଡ଼ି ଗାଁର ଲୋକ 2 ଜଣ। ଏଥିରେ ଆମେ ଜାଣିବାକୁ ପାଇଲୁ ତାଙ୍କର କିଛି ବର୍ଷ ତଳେ ଯେଉଁ ଆମର ସୁରେଶ ମୁଥା ମାଝୀ ରହିଲେ ଆସାମୀ, ସୁରେଶ ମାଝୀଙ୍କର ବଡ଼ ଭାଇ ଯିଏକି ପୂର୍ବରୁ ନକ୍ସଲ ଥିଲେ, ସେ ଗୋଟିଏ AK-47 ସହିତ ଜଣକୁ ଆକ୍ରମଣ କରୁଥିବା ସମୟରେ ଗୁଳି ମାରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା 2021 ମସିହାରେ। ସେ କୋର୍ଟ ଚାଲାଣ ହୋଇଥିଲେ ଏବଂ ଅଦ୍ୟାବଧି ସେ ତାଙ୍କର କେସ୍ର ବିଚାରାଧୀନ ରହିଛି ଏବଂ ସେ ଜୁଡ଼ିସିଆଲ କଷ୍ଟଡିରେ ଅଛନ୍ତି। ତାଙ୍କର ସେ କେସ୍ର ଏଇ ଯେଉଁ ମୃତକ ଯେ ତିରିସିଂ ମୁଥା ମାଝୀ, ସେ ଜଣେ ପ୍ରମୁଖ ସାକ୍ଷୀ ଥିଲେ, ଆଇ ୱିଟନେସ୍ ଥିଲେ। ତାଙ୍କର ବୟାନ ଦେବାର ଥିଲା, କୋର୍ଟରେ ଡେଟ୍ ଥିଲା ଏଇ 6 ତାରିଖ ଦିନ, ଆଉ ମାନେ ଆସନ୍ତା କାଲି ତାଙ୍କର ସାକ୍ଷ୍ୟ ଦେବାର ଥିଲା। ତେଣୁ ତାଙ୍କୁ ସେଠୁ ନିବୃତ୍ତ କରାଇବା ପାଇଁ ଏଇଭଳି ଏକ ଘଟଣା ସେମାନେ ଘଟାଇଛନ୍ତି। ଏଥିପାଇଁ ସେ ଗାଁରେ ବହୁତ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଲୋକମାନେ ସେମାନଙ୍କର ଭାବାବେଗ ପ୍ରକାଶ କରିଥିଲେ ଏବଂ ଖୁବ୍ ଶୀଘ୍ର ଆସାମୀକୁ ଗିରଫ ହେବ ବୋଲି ଆମେ ପ୍ରତିଶ୍ରୁତି ଦେଇଥିଲୁ। ସେଇ ହିସାବରେ ଆମେ 24 ଘଣ୍ଟା ନ ପୂର୍ବରୁ ଆସାମୀ 4 ଜଣଙ୍କୁ ଯେଉଁମାନେ ସମ୍ପୃକ୍ତ ଥିଲେ ସମସ୍ତ 4 ଜଣ ଯାକୁ ଗିରଫ କରିଛୁ। ଆଜି ତାଙ୍କୁ ଗିରଫ କରାଯାଇଛି, ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ପୂର୍ବରୁ କେବେ ମାନେ କ୍ରିମିନାଲ ଅଫେନ୍ସର ନାଇଁ, ସେ ବାବଦରେ ତଦନ୍ତ ଚାଲିଛି। ଏମାନଙ୍କର କ୍ୟାରେକ୍ଟର ଆଣ୍ଟିସିଡେଣ୍ଟ ଆମେ ଭେରିଫାଏ କରୁଛୁ। ଅଡ଼ବା ଥାନା ବା ପାଖଆଖ କୌଣସି ଥାନାରେ ସେମାନଙ୍କ ନାଁରେ କ'ଣ ମକଦ୍ଦମା ରହିଛି ଏବଂ ସେମାନେ ଆଗରୁ କି ପ୍ରକାର ଅପରାଧିକ କାର୍ଯ୍ୟକଳାପ କରିଛନ୍ତି କି ନାହିଁ ସେ ବାବଦରେ ଆମର ତଦନ୍ତ ଜାରି ରହିଛି। ହଁ, ଆମେ ଏଥିରେ ଯେଉଁ ମୃତକଙ୍କର ବାଇକ୍କୁ ସେମାନେ ପିଙ୍ଗି ଦେଇଥିଲେ ତାକୁ ଜବତ କରିଛୁ। ତାଙ୍କର ମୋବାଇଲ ଫୋନ୍ ସହିତ ଆସାମୀ 4 ଜଣଙ୍କର ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି। ଏହା ବ୍ୟତୀତ
ତିନୋଟି ଯେଉଁ ଠେଙ୍ଗା ଯେଉଁଟା ତାର ଅଗ୍ରଭାଗକୁ ଗୋଜିଆ କରାହେଇଛି, ପଏଣ୍ଟେଡ୍ କରାହେଇଛି, ଯେଉଁଥିରେ ଆକ୍ରମଣ କରାହେଇଥିଲା ଏବଂ ଯେଉଁ ପଥର ତାଙ୍କୁ ଛେଚିଥିଲେ ସେଥିରେ ଯଥେଷ୍ଟ ପ୍ରାମାଣିକ ତଥ୍ୟ ଅଛି, ଫିଜିକାଲ ଏଭିଡେନ୍ସ ରହିଛି, ସେଥିରେ ବ୍ଲଡ ଷ୍ଟେନ୍ ଅଛି ମୃତକଙ୍କର। ତାକୁ ଆସାମୀମାନଙ୍କର କହିବା ମୁତାବକ ଦେଖେଇବାରେ ଆମେ ତାକୁ ଜବତ କରିଛୁ। ବାକି ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଭିଜିଟ୍ କରିଥିଲେ, पुलिस डग को मध्य यूटिलाइज कराइथिला। ए सब व्यवहारिक जो व्यवस्था रही ताको आमे कार्य लगे जहाँ एविडेंस मिली सफिशिएंट एविडेंस अच्छी आसंता काली आमे ताको फॉरवर्ड करू।